ଅହେତୁକ ବିଶ୍ୱାସର ହେତୁ। ହେତୁ ଅର୍ଥ କାରଣ। ଯେଉଁମାନେ କାରଣ ନ ଜାଣି କୌଣସି କଥାରେ ସହଜରେ ବିଶ୍ୱାସ କରିଥାନ୍ତି, ସେମାନେ ଭବିଷ୍ୟତରେ ଧୋକା ଖାଇବା ବା ଠକି ହେବାର ସମ୍ଭାବନା ଅଧିକ ଥାଏ। ଭୌତିକ ଜଗତର ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଅଳ୍ପ ବା ବହୁତ ଜ୍ଞାନ ହାସଲ ନ କରି ଏବଂ କାର୍ଯ୍ୟର କାରଣ ନ ଜାଣି କେହି ବି କାମ ଆରମ୍ଭ କରନ୍ତି ନାହିଁ। କିନ୍ତୁ ବିଡ଼ମ୍ବନା ହେଉଛି ଯେ ଆଧ୍ୟାତ୍ମିକ କର୍ମକାଣ୍ଡ କରିବା ପାଇଁ କୌଣସି ଜ୍ଞାନ ଦରକାର ନାହିଁ ଏବଂ କାରଣ ଜାଣିବା ମଧ୍ୟ ଆବଶ୍ୟକ ମନେ କରନ୍ତି ନାହିଁ। ପଣ୍ଡା, ପୁରୋହିତ ବା ସାଧୁ ସନ୍ନ୍ୟାସୀ ଯାହା କହିବେ ସେହି ଅନୁସାରେ ବସା ଉଠା ହୋଇ ଭୂଇଁରେ ସାଷ୍ଟାଙ୍ଗ ପ୍ରଣିପାତ କରି ଦାନ ଦକ୍ଷିଣା ଦେଇ ମୂର୍ଖଙ୍କ ଭଳି ସବୁ କାମ କରିବେ। ଭାରତୀୟ ମଣିଷମାନଙ୍କର ମନରୁ ଅହେତୁକ ବିଶ୍ୱାସ ଦୂର କରିବା ପାଇଁ ସର୍ବପ୍ରଥମେ ଆମେ ତଥାକଥିତ ଧର୍ମଗୁରୁ, ସାଧୁ, ସନ୍ନ୍ୟାସୀ, ପଣ୍ଡା, ପୂଜାରୀ, ତାନ୍ତ୍ରିକ, ଜ୍ୟୋତିଷମାନଙ୍କର ଅସଲ ରହସ୍ୟ ଜାଣିବାକୁ ହେବ। ସେମାନେ ଦାବି କରୁଥିବା ଚମତ୍କାରୀ ଶକ୍ତିକୁ ନିଜର ତର୍କ ବୁଦ୍ଧି ଦ୍ୱାରା ପରୀକ୍ଷା କରି ଜାଣିବା ଦରକାର। ପ୍ରଶ୍ନ ଉଠୁଛି, ସେମାନଙ୍କର ଏହିସବୁ ଦାବି ଯେ କେତେ ମିଛ, ତାହା ପ୍ରମାଣିତ କରିବାକୁ କିଏ ଆଗକୁ ଆସିବ? ଅଧିକାଂଶ ଲୋକ ତ ସେହି ଭଣ୍ଡ ବାବାଙ୍କର ସମର୍ଥକ। ତେଣୁ କେହି ତାଙ୍କ ବିଷୟରେ ଅସଲ କଥା କହିଲେ ବି କେହି ସହଜରେ ବିଶ୍ୱାସ କରୁନାହାନ୍ତି ଏବଂ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ। ଏମିତିରେ ବି ହେତୁବାଦୀଙ୍କ ସଂଖ୍ୟା ସମାଜରେ ବହୁତ କମ୍। ହେତୁବାଦ ଉପରେ ଚର୍ଚ୍ଚା କରୁଥିବା ବ୍ୟକ୍ତିକୁ ସମାଜ ନାସ୍ତିକ କହି ନିନ୍ଦା କରିଥାଏ। ଅତୀତରେ ବିଦେଶର ବହୁତ ବୁଦ୍ଧିଜୀବୀ ବୈଜ୍ଞାନିକ ବ୍ରୁନୋ, ଗାଲିଲିଓ, କୋପର୍ନିକସ୍ ଆଦି ସତକଥା କହି ସେତେବେଳର କଟ୍ଟର ଧର୍ମଗୁରୁମାନଙ୍କ ଦ୍ୱାରା ନିର୍ଯାତିତ ହୋଇଛନ୍ତି ଏବଂ ଜୀବନ ହରାଇଛନ୍ତି। ଆଜିର ଯୁଗରେ ମଧ୍ୟ ଆମ ଦେଶର ଅନେକ ବୁଦ୍ଧିଜୀବୀ, ମହାରାଷ୍ଟ୍ରର ଡକ୍ଟର ଦାଭୋଲକର, କର୍ଣ୍ଣାଟକର ଡକ୍ଟର ପାନସାରେ, ଡକ୍ଟର କୁଲବର୍ଗୀ ଓ ସାମ୍ବାଦିକା ଗୌରୀ ଲଙ୍କେଶ୍ୱର ଆଦି ସମାଜରେ ବ୍ୟାପ୍ତ କୁସଂସ୍କାର ଦୂର କରିବା ପାଇଁ ଚେଷ୍ଟା କରୁଥିବାରୁ ଜୀବନ ହରାଇବାକୁ ପଡ଼ିଲାଣି। ଆଜି ସମୟ ବଦଳିଛି। ତେଣୁ ଆମର ଶିକ୍ଷିତ ଯୁବବର୍ଗ ନିଜର ବୈଜ୍ଞାନିକ ଚିନ୍ତନ ସାହାଯ୍ୟରେ ତର୍କ ପ୍ରସ୍ତୁତ କରି ନିଜର ତଥା ପରିବାରର ଅନ୍ୟ ସଦସ୍ୟମାନଙ୍କର ମନରୁ ଅହେତୁକ ବିଶ୍ୱାସଗୁଡ଼ିକୁ ଦୂର କରିବା ପାଇଁ ପ୍ରୟାସ କରିବା ଉଚିତ। ଆମର ପୂର୍ବପୁରୁଷଙ୍କ ଅମଳରେ ଅନେକ ପ୍ରକାର ଭ୍ରାନ୍ତି ପ୍ରଚଳିତ ଥିଲା। ଯଥା, ଜଣେ କାହାକୁ କିଛି ମନ୍ତ୍ରସିଦ୍ଧ ଜିନିଷ ଖୁଆଇଦେଲେ ସେ ତାହାର ସବୁ କଥା ମାନିବାକୁ ବାଧ୍ୟ ହେବ। ଗୋଟିଏ ଗୁଣିଆ ମନ୍ତୁରା ପାଉଁଶ ଫିଙ୍ଗିଦେଲେ ଅମୁକ ଲୋକ ବିମାର ପଡ଼ିଯିବ। କାହାର କୁଦୃଷ୍ଟି ପଡ଼ିଯିବାରୁ ଅମୁକ ପିଲାଟି ଅସୁସ୍ଥ ରହୁଛି। ମନ୍ତ୍ରଯନ୍ତ୍ର କରି ଦୁଧିଆଳି ଗାଈର କ୍ଷୀର ଦେବା ବନ୍ଦ କରିହେବ। ରାତିରେ ଘର ଚାଳ ଉପରେ ବସି ପେଚା ରାବିଲେ ସେ ଘରେ ବିପତ୍ତି ପଡ଼ିବ। କୌଣସି କାମରେ ବାହାରକୁ ଯାଉଥିବା ବେଳେ ବିଧବା ସ୍ତ୍ରୀ, ନଣ୍ଡାମୁଣ୍ଡିଆ ମଣିଷ, କିଛି ଶୂଦ୍ର ଜାତିର ଲୋକ, ମୁଣ୍ଡ ଉପରେ ତେଲହାଣ୍ଡି ଧରି ବିକ୍ରି କରିବାକୁ ଯାଉଥିବା ମଣିଷ, ଖାଲି ମାଠିଆ ଇତ୍ୟାଦି ଦର୍ଶନ କଲେ କାମରେ ସଫଳତା ମିଳିବ ନାହିଁ ଭଳି ଅନେକ ଅହେତୁକ ବିଶ୍ୱାସ ଥିଲା। ଘରେ ରହୁଥିବା ଝିଟିପିଟି ମଣିଷ ଦେହ ଉପରେ ପଡ଼ିଗଲେ ବିଭିନ୍ନ ଅଙ୍ଗ ଅନୁସାରେ ଶୁଭ ଅଶୁଭ ଘଟେ ବୋଲି କୁହନ୍ତି। ଗାଁ ଗହଳରେ ଆଉ ଗୋଟିଏ ଅହେତୁକ ବିଶ୍ୱାସ ରହିଛି। ବିଭିନ୍ନ ପୂଜା ପାର୍ବଣ ସମୟରେ ଘରେ ଘରେ ବିଭିନ୍ନ ପ୍ରକାର ପିଠା ତିଆରି ହୁଏ। ପିଠା ପାଇଁ ଆବଶ୍ୟକ ଚାଉଳ, ଚୂନା, ଗୁଡ଼ ଇତ୍ୟାଦି ମିଶାଇ ପାଗ କରାଯାଏ। ସେହି ସମୟରେ ଘର ବାହାରର କୌଣସି ସ୍ତ୍ରୀ ଲୋକର ଦୃଷ୍ଟି ପଡ଼ିବା ଉଚିତ ନାହିଁ। ଏପରିକି ନିଜ ଘରର ସେ ସମୟରେ ରଜସ୍ୱଳା ହୋଇଥିବା ସ୍ତ୍ରୀଙ୍କୁ ପିଠା ତିଆରି କରିବାକୁ ମନା କରାଯାଏ। ରୋଷେଇ କରିବାକୁ ମଧ୍ୟ ମନା କରାଯାଏ। ସେହି ସମୟରେ ସ୍ତ୍ରୀ ଦୁର୍ବଳ ଓ ଅପରିଷ୍କାର ଥାଏ ବୋଲି ଯୁକ୍ତି କରାଯାଏ। ଅବଶ୍ୟ ପୁରୁଣା କାଳରେ ସେ ସମୟରେ କିପରି ପରିଷ୍କାର ରହିହେବ ସେପରି ଜ୍ଞାନ ନଥିଲା। କିନ୍ତୁ ଆଜି ଶିକ୍ଷିତା ସ୍ତ୍ରୀମାନେ ବହୁତ ଭଲ ଭାବେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଜାଣୁଛନ୍ତି। ଆଜି ସେମାନେ ସେହି ଦିନମାନଙ୍କରେ ସବୁ ପ୍ରକାର କାମ କରିପାରୁଛନ୍ତି। ଚାକିରି କରୁଥିବା ସ୍ତ୍ରୀମାନଙ୍କୁ ପ୍ରତି ମାସରେ 4-5 ଦିନ ଘରେ ରହିବାକୁ ଛୁଟି କିଏ ଦେବ?
ଆଜିର ଛୋଟ ପରିବାର ଭିତରେ ସ୍ତ୍ରୀ ଯଦି ରୋଷେଇ ନ କରିବ, ଚାକିରି କିମ୍ବା ବ୍ୟବସାୟ କରୁଥିବା ତା ସ୍ୱାମୀ ଓ ସ୍କୁଲକୁ ଯାଉଥିବା ପିଲାମାନେ କ'ଣ ଖାଇବେ? ପ୍ରକୃତ କଥା ହେଉଛି ଯେ ରଜସ୍ୱଳା ହେବା ନାରୀର ଏକ ପ୍ରାକୃତିକ ପ୍ରକ୍ରିୟା। ଏଥିରେ ଦୋଷ ବାଛିବା ହିଁ ଏକ ମହାନ ଦୋଷ। ରଜସ୍ୱଳା ନହେଲେ ନାରୀ ବନ୍ଧ୍ୟା ଦୋଷରେ ନିନ୍ଦିତ ହୋଇଥାଏ। ସେ ମାତୃତ୍ୱର ଗୌରବ ମଧ୍ୟ ପାଇବ ନାହିଁ। ତେଣୁ ସେମାନେ ପିଠା କରିପାରିବେନି କାହିଁକି? ଯଦି ସେଦିନ ଭଲ ପିଠା ନ ହୁଏ, ତେବେ ସିଧା ଦୋଷ ହେବ ଯିଏ ସେଦିନ ତାଙ୍କ ଘରକୁ ଆସିଥିଲା କିମ୍ବା ରଜସ୍ୱଳା ହୋଇଥିବା ସ୍ତ୍ରୀଲୋକ ଛୁଇଁ ଦେଇଛି। ଏହିଭଳି ବିଶ୍ୱାସର କୌଣସି ବୈଜ୍ଞାନିକ ଆଧାର ନାହିଁ। ଅସଲ କଥା ହେଉଛି ପିଠା ତିଆରି ପାଇଁ ବ୍ୟବହୃତ ବସ୍ତୁଗୁଡ଼ିକର ଗୁଣବତ୍ତା, ଭାଗ ମାପ ଓ ପିଠା ତିଆରି କରୁଥିବା ସ୍ତ୍ରୀଙ୍କର ଜ୍ଞାନ କୌଶଳ ଓ ଅନୁଭବ ଠିକ୍ ନଥିଲେ ଭଲ ପିଠା ହୋଇପାରିବ ନାହିଁ। ସବୁ ଜିନିଷ ଓ କୁଶଳୀ ହାତ ଯଦି ଠିକ୍ ଥିବ, ତାହେଲେ ହଜାର ହଜାର ଲୋକମାନଙ୍କ ଆଗରେ ମଧ୍ୟ ସୁସ୍ୱାଦୁ ପିଠା ତିଆରି ହୋଇପାରିବ। ଏଥିରେ ସନ୍ଦେହ ନାହିଁ। ଅହେତୁକ ବିଶ୍ୱାସ ବୃଦ୍ଧି କରୁଥିବା ଅନେକ କାରଣ ଭିତରୁ ଗୋଟିଏ ବିଶେଷ କାରଣ ହେଉଛି ଟିଭିରେ ପ୍ରସାରିତ ହେଉଥିବା ଅନେକ ଅବୈଜ୍ଞାନିକ ଓ ଅବିଶ୍ୱସନୀୟ ପ୍ରସଙ୍ଗ ଉପରେ ତିଆରି କାର୍ଯ୍ୟକ୍ରମ। ଘରକରଣା କାମକୁ ଅବହେଳା କରି କିମ୍ବା ଚାକରାଣୀକୁ ସେ ଦାୟିତ୍ୱ ଦେଇ ନିଜେ ଟିଭି ସିରିଏଲ୍ ଦେଖୁଥିବା ସ୍ତ୍ରୀମାନେ ବେଶୀ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। ଅଧିକାଂଶ ସିରିଏଲରେ ଶାଶୁ ବୋହୂଙ୍କ ଝଗଡ଼ା ଭୂତପ୍ରେତମୂଳକ କାଳ୍ପନିକ ସତକଥା ବୋଲି କହି ଦୃଶ୍ୟ ସାଧୁ ସନ୍ନ୍ୟାସୀମାନଙ୍କ ବ୍ରହ୍ମ ହିଁ ସତ୍ୟ, ଜଗତ ମାୟା ରୂପକ ପ୍ରବଚନ, କେଉଁଠି ସମୁଦ୍ର ପାଣି ମିଠା ଲାଗିବା ଖବର, କେଉଁଠି ନିମଗଛରୁ କ୍ଷୀର ବାହାରୁଥିବା ଦୃଶ୍ୟ, ଗଣେଶ କ୍ଷୀର ପିଉଥିବା ଗୁଜବ ପ୍ରଚାର ହେଉଥାଏ। ଦର୍ଶକମାନେ ସେହିସବୁ ଦୃଶ୍ୟ ଦେଖି ମାନସିକ ସ୍ତରରେ କାହାଣୀର ଚରିତ୍ର ସହିତ ବାନ୍ଧି ହୋଇଯାଆନ୍ତି। ସେମାନେ ପିଲାଦିନେ ଶୁଣିଥିବା ଭୂତପ୍ରେତ କିମ୍ବା ଚମତ୍କାରୀ କାହାଣୀଗୁଡ଼ିକୁ ପ୍ରାୟ ଭୁଲି ଯାଇଥାନ୍ତି। ଅନେକ ଲୋକ ପୂର୍ବରୁ ଶୁଣିଥିବା ଘଟଣାକୁ ଅବିଶ୍ୱାସ କରୁଥିଲେ ମଧ୍ୟ ଟିଭି ପରଦାରେ ସେହିଭଳି ଦୃଶ୍ୟ ଦେଖି ପୁଣି ଥରେ ମନେ ପକାଇବାକୁ ବାଧ୍ୟ ହୋଇଥାନ୍ତି। ବିଭିନ୍ନ ସାଂସାରିକ ସମସ୍ୟାରେ ଘେରି ରହିଥିବା ମଣିଷମାନେ ଟିଭିରେ ପ୍ରବଚନ ଦେଉଥିବା ତଥାକଥିତ ଜ୍ୟୋତିଷ ଓ ସାଧୁ ବାବାଙ୍କ ପାଖକୁ ଦୌଡ଼ି ଯାଆନ୍ତି। ସେମାନେ ଦୈବୀଶକ୍ତି ବଳରେ ଚମତ୍କାର କରିଦେବେ ବୋଲି ବିଶ୍ୱାସ କରନ୍ତି। ଧନ ବୃଦ୍ଧି, ସମ୍ମାନ ବୃଦ୍ଧି, ଚାକିରିରେ ପ୍ରମୋଶନ, ପରୀକ୍ଷାରେ ପାସ୍ ହେବା ଆଶାରେ ଅନେକ ପ୍ରକାର ଅବୈଜ୍ଞାନିକ ଉପାୟମାନ ଅବଲମ୍ବନ କରିଥାନ୍ତି। ତାନ୍ତ୍ରିକ ଓ ଜ୍ୟୋତିଷମାନଙ୍କ କଥା ମାନି ଆଙ୍ଗୁଠିରେ ପିନ୍ଧିବାକୁ ମହଙ୍ଗା ପଥର ବସା ମୁଦି, ଦେହରେ ପିନ୍ଧିବାକୁ ତାବିଜ ବା ଡେଉଁରିଆ, ଘରେ ରଖିବା ପାଇଁ ବିଭିନ୍ନ ପ୍ରକାର ଯନ୍ତ୍ର, ଲାଫିଂ ବୁଦ୍ଧା, ବେଙ୍ଗ ବା କଇଁଛ ମୂର୍ତ୍ତି କିଣି ଆଣନ୍ତି। ବ୍ୟକ୍ତିଗତ ଭାବେ ସେମାନେ କିଏ କେତେ ଲାଭବାନ ହୁଅନ୍ତି, ସେକଥା ସେହିମାନେ ହିଁ କହିପାରିବେ। କିନ୍ତୁ ରତ୍ନ ନାମକ ପଥରବସା ମୁଦି, ତାବିଜ ଓ ମନ୍ତ୍ରସିଦ୍ଧ ଯନ୍ତ୍ର ସବୁ ବିକ୍ରି କରୁଥିବା ସଂସ୍ଥାମାନେ ଖୁବ୍ ଶୀଘ୍ର କୋଟିପତି ହୋଇଯାଉଛନ୍ତି। ମଜା କଥା ହେଉଛି, ଚୋର ମା ଦୁଆର କିଳି କାନ୍ଦିଲା ଭଳି ମହଙ୍ଗା ଦାମରେ କିଣିଥିବା ମୁଦିଟି ପିନ୍ଧିବା ପରେ ମଧ୍ୟ ଯଦି ମନବାଞ୍ଛା ପୂରଣ ନ ହେଲା, ତେବେ ବି ସେ କାହାରିକୁ ସେହି ମୁଦିର ଚମତ୍କାରୀ ଶକ୍ତି ନଥିବା କଥା କହିବ ନାହିଁ କିମ୍ବା ତାକୁ ଠକିଥିବା ଜ୍ୟୋତିଷ ବା ତାନ୍ତ୍ରିକକୁ ମଧ୍ୟ କିଛି ପ୍ରତିବାଦ କରିବ ନାହିଁ। ବାବା, ତାନ୍ତ୍ରିକ ଓ ଜ୍ୟୋତିଷମାନଙ୍କ ମାୟାଜାଲରେ ପଡ଼ିବା ଅପେକ୍ଷା ସେମାନଙ୍କଠାରୁ ନିଜକୁ ଦୂରେଇ ରଖିବାର ଉପାୟ ହେଉଛି ଜ୍ଞାନବର୍ଦ୍ଧକ ପୁସ୍ତକ ପାଠ କରନ୍ତୁ। ବୁଦ୍ଧିମାନ ବ୍ୟକ୍ତିମାନଙ୍କ ସହ ବିଚାର ବିମର୍ଶ କରି ନିଜର ସମସ୍ୟାଗୁଡ଼ିକୁ ସମାଧାନ କରନ୍ତୁ। ଯେତେବେଳେ ଯାଏ ଆପଣଙ୍କର ଆଶଙ୍କା ଦୂର ନ ହୋଇଛି, ସେତେବେଳେ ଯାଏ ନିରାଶ ହୁଅନ୍ତୁ ନାହିଁ, ଆଶାବାଦୀ ହୁଅନ୍ତୁ। ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବା ପାଇଁ ଆବଶ୍ୟକ ସ୍ଥଳେ କୌଣସି ମନୋବୈଜ୍ଞାନିକଙ୍କ ସାହାଯ୍ୟ ନିଅନ୍ତୁ। ସେ ଆପଣଙ୍କ ମନରେ ଗଣ୍ଠି ବାନ୍ଧିଥିବା ଭୁଲ ଧାରଣାକୁ ସହଜ ଭାବରେ ବୁଝାଇ ଦୂର କରି ଦେଇପାରିବେ। ଆଜିକାଲି ବଡ଼ ବଡ଼ ଡାକ୍ତରଖାନାରେ ଅତି ଆଧୁନିକ ଯନ୍ତ୍ରପାତି ସହିତ ଉଚ୍ଚ ଶିକ୍ଷିତ ମନୋବୈଜ୍ଞାନିକ ବା ମନସ୍ତାତ୍ତ୍ୱିକମାନେ ଅଛନ୍ତି। ସେମାନେ ବୈଜ୍ଞାନିକ ଚିକିତ୍ସା ପଦ୍ଧତିରେ ଆପଣଙ୍କ ମନରେ ଉପୁଜିଥିବା ଅହେତୁକ ଭ୍ରମକୁ ଦୂର କରି ଏକ ସୁସ୍ଥ ଓ ସାଧାରଣ ମଣିଷରେ ପରିଣତ କରିଦେଇପାରିବେ। ମାନସିକ ଭାବରେ ସୁସ୍ଥ ଥିବା
ବ୍ୟକ୍ତିର ଆତ୍ମବିଶ୍ୱାସ ଦୃଢ଼ ହୋଇଥାଏ। ସେଥିପାଇଁ ସେ ନିଜ ସମସ୍ୟାର ସହଜ ସମାଧାନ ଖୋଜି ପାଇଥାଏ। ତଥାକଥିତ ବାବା, ତାନ୍ତ୍ରିକ, ଜ୍ୟୋତିଷ, ଧର୍ମଗୁରୁମାନଙ୍କର କପୋଳକଳ୍ପିତ ଅବଧାରଣା ଓ ଅବୈଜ୍ଞାନିକ ପଦ୍ଧତିରେ ସମସ୍ୟାର ସମାଧାନ ହୋଇନଥାଏ, ବରଂ ଆଉ କିଛି ନୂଆ ସମସ୍ୟା ସୃଷ୍ଟି ହେବାର ଭୟ ଥାଏ। ଆମେ ଗୋଟିଏ କଥାକୁ ଧ୍ୟାନ ଦେବାକୁ ହେବ, ଯେଉଁମାନେ ଅନ୍ୟମାନଙ୍କର ସମସ୍ୟାକୁ ସମାଧାନ କରିପାରୁଥିବାର ଦାବି କରୁଛନ୍ତି, ସେମାନେ ନିଜର ସମସ୍ୟାକୁ ନିଜେ କାହିଁକି ସମାଧାନ କରିପାରୁନାହାନ୍ତି? ରୋଗ ହେଲେ ଡାକ୍ତରଙ୍କ ପାଖକୁ ଚିକିତ୍ସା କରାଇବାକୁ ଯାଉଛନ୍ତି କାହିଁକି? ତାଙ୍କର ଚୋରି ହେଲେ ପୋଲିସ ପାଖକୁ ଯାଉଛନ୍ତି କାହିଁକି? ଏହିସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜନ୍ତୁ। ଆପେ ଆପେ ମନରୁ ଶଙ୍କା ଦୂର ହୋଇଯିବ। ପ୍ରତ୍ୟେକ ବୈଜ୍ଞାନିକ ତଥ୍ୟ ଉପରେ ତର୍କ କରାଯାଇପାରେ, ପ୍ରଶ୍ନ ଉଠିପାରେ। ଠିକ୍ ଉତ୍ତର ପାଇବା ପରେ ସେଥିରେ ପରିବର୍ତ୍ତନ କରାଯାଇପାରେ। ଏହା ହେଉଛି ମଣିଷର ବିକାଶ ଓ ପ୍ରଗତିର ପଥ। ପ୍ରତ୍ୟେକ ଆଧ୍ୟାତ୍ମିକ ଧର୍ମଶାସ୍ତ୍ରମାନଙ୍କରେ ଉଲ୍ଲେଖ ଥିବା ତଥ୍ୟ ଉପରେ ତର୍କ କରିବା ଓ ପ୍ରଶ୍ନ ପଚାରିବା ଶକ୍ତ ମନା। ଯାହାର ଉତ୍ତର ଯେତେ ଯୁକ୍ତିସିଦ୍ଧ ହେଲେ ବି ସେଥିରେ ପରିବର୍ତ୍ତନ କରାଯାଇପାରିବ ନାହିଁ, ବରଂ ସେଇଆକୁ ହିଁ ସମସ୍ତେ ବିଶ୍ୱାସ କରିବାକୁ ବାଧ୍ୟ। ଏହା ହେଉଛି ମଣିଷର ଜଡ଼ତା ଓ ପ୍ରଗତିର ପ୍ରତିବନ୍ଧକ। ହେତୁବାଦୀ ବାଲ୍ମୀକି ନାୟକଙ୍କ ଲିଖିତ ଆଜିର ଏ ପ୍ରବନ୍ଧ କେମିତି ଲାଗିଲା ନିହାତି ଜଣାଇବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ, କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନରେ କ୍ଲିକ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ଶିକ୍ଷଣୀୟ ଭିଡ଼ିଓରେ।